ଉଦ୍ଯାପିତ ହେଲା ମେରୁ ସଂକ୍ରାନ୍ତିରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା। ଖୁଣ୍ଟରେ ଝୁଲା ହେଲେ ପାଟ ଦଣ୍ଡୁଆ। ଗଞ୍ଜାମ ଜିଲ୍ଲାର ଦଣ୍ଡଯାତ୍ରା ଆଜି ଶେଷ ହୋଇଛି। ବିଗତ 21 ଦିନ, 18 ଦିନ ଏବଂ 13 ଦିନ ଧରି ଆୟୋଜିତ ହୋଇ ଆସୁଥିଲା ଦଣ୍ଡ ନାଚ। ଆଜି ଶେଷ ଦିବସରେ ସକାଳୁ ଦଣ୍ଡ ପର୍ବର ପରମ୍ପରା ଅନୁଯାୟୀ ପରିକ୍ରମା କରିଥିଲେ ଭକ୍ତମାନେ। ପରେ ଧୂଳି ଦଣ୍ଡ, ଜଳ ଦଣ୍ଡ ଏବଂ ଅଗ୍ନି ଦଣ୍ଡ ପରେ ଗାଁ ଦଣ୍ଡ ଘରେ ଆୟୋଜିତ ହୋଇଥିଲା ମେରୁ ଯାତ୍ରା। ମେରୁ ଖୁଣ୍ଟି ତଳେ ରହିଥିଲା ଅଗ୍ନିକୁଣ୍ଡ। ପାଟ ଭକ୍ତଙ୍କୁ ଓଲଟା ରଖି 3 ଥର ଝୁଲାଇ ଦିଆଯାଇଥିଲା। ବେଲ ଖୁଣ୍ଟିରେ ବନ୍ଧା ଯାଇଥିବା ଆମ୍ବ ଏବଂ ଖଜୁରୀ କୋଳିଙ୍କୁ ଭକ୍ତଙ୍କ ଭିତରେ ବାଣ୍ଟିଥିଲେ ପାଟ ଭକ୍ତା। ଶେଷରେ ମା ରୁଦ୍ରକାଳୀଙ୍କୁ ଗମ୍ଭୀରରେ ବିଜେ କରାଯାଇଥିଲା। ଏମିତି ଭାବରେ ମେରୁଯାତ୍ରା ମାଧ୍ୟମରେ ଶେଷ ହୋଇଛି ଗଞ୍ଜାମ ଦଣ୍ଡ ପର୍ବର ମାସନ୍ତ ମେରୁ ଯାତ୍ରା। 13 ଦିନ ଧରି ଦଣ୍ଡ ଯାତ୍ରା ଓ ଶେଷରେ ମେରୁ ପର୍ବରେ ଦୁଲକିଲା ସମୁଦାୟ ଜିଲ୍ଲା। ସବୁଠି ଦେଖିବାକୁ ମିଳିଲା ଶିବ ଏବଂ ଶକ୍ତି ଉପାସନାର ଭକ୍ତିମୟ ପରିବେଶ। ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତମାନେ ଏହି 21 ଦିନ ଓ 13 ଦିନର ଯାତ୍ରା ସମେତ ମେରୁ ପର୍ବକୁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି, ନିଜର ମାନସିକ ପୂରଣ କରନ୍ତି। ଆଜି ଗଞ୍ଜାମ ଜିଲ୍ଲାର ଶେଷ ହୋଇଛି ନିଆରା ପରମ୍ପରାର ପର୍ବ ଦଣ୍ଡଯାତ୍ରା।